ଦେଖନ୍ତୁ ଟିକେ ଚଲେଇ ଦେଉଛି। ଭାଉଜ ଯେହେତୁ ଟିଭି ଦେଖୁଛି ସିରିଏଲ୍, ଆମର ଆଜି ରାତିରେ ପଖାଳକୁ ଛତୁ ବେସର। କେତେ ଲାଲ ଦେଖନ୍ତୁ ଦେଖାଯାଉଛି, ତା ଆଗରେ ପୁରା କ'ଣ ମଟନ୍ ଚିକେନ୍ ଫିକା ହେଇଯିବ, ମାନେ ଯେମିତି ମଟନ୍ ନହେଲେ ଚିକେନ୍ କଷା ହୁଏ ସେଇଭଳିଆ। ଦେଖନ୍ତୁ ଦେଖନ୍ତୁ ନା କେମିତି ଦେଖାଯାଉଛି। ସବୁ ସାଙ୍ଗମାନେ କେତେ ସୁନ୍ଦର ଫୁଟୁଛି, ଝୁକୁଝୁକିଆ ହେଇଛି, ବହୁତ ଟେଷ୍ଟି ପଖାଳ ସହିତ। ଦେଖନ୍ତୁ ଛତୁ ବେସର କେମିତି ହେଇଛି ସାଙ୍ଗମାନେ ପ୍ଲିଜ୍ କମେଣ୍ଟ କରିବେ। ଦେଖନ୍ତୁ ଭାଉଜ ତ ସିରିଏଲ୍ ଦେଖୁଛନ୍ତି, ମୁଁ ଏଠି ଟିକେ ଦେଖିଦେଉଛି, କାରଣ ଲାଗିଯିବ, ଲାଗିଗଲେ ଭଲ ଲାଗିବନି। ଟିକେ ଝୁକୁଝୁକିଆ ଟାଇପ୍ର ମାନେ ବଢ଼ିଆ ଲାଗିବ। ପଖାଳ ଭାତକୁ ବହୁତ ଟେଷ୍ଟି। ଆମର ତ ଖରାଦିନ, ଶନିବାରକୁ ମଙ୍ଗଳବାର ରୁଟି ଖାଉଛୁ, ଆଉ ଅନ୍ୟ ଦିନେ ପଖାଳ। କେଉଁଦିନ ପିଠା ହୁଏ ବି ଶନିବାର ମଙ୍ଗଳବାର, କାରଣ ଭାଉଜ ଶନି ଓଷା କରୁଛନ୍ତି, ସାନ ଭାଉଜ। ଆଉ ମଙ୍ଗଳବାର ତ ମଙ୍ଗଳା ଓଷା, ଆଉ ସେଥିପାଇଁ ରାତିରେ ରୁଟି ଖାଇଦେଉ, ଆଉ ଦିନବେଳା ଅରୁଆ ଭାତ। ଆଉ ଶନିବାରକୁ ମଙ୍ଗଳବାର ଛାଡ଼ିଦେଲେ ଅନ୍ୟ ବାରରେ ପଖାଳ ରାତିରେ। କେଉଁଦିନ ଭଜା, କେଉଁଦିନ ବଡ଼ିଫୁଲା, କେଉଁଦିନ ଖଡ଼ା ପତ୍ର ଶାଗ ହୁଏ ବି, ଏମିତି ହୁଏ ଚାଲିଛି। ଦେଖନ୍ତୁ ମୁଁ ରୋଷେଇ ଘରେ ଆପଣମାନଙ୍କ ସହିତ କଥା ହେଉଛି। ଲୋକମାନେ ଖାଇବେ ପଖାଳ ଭାତକୁ ଛତୁ ବେସର, ପ୍ଲିଜ୍ କମେଣ୍ଟ କରିବେ। ଆଉ ଆମ ଘରକୁ ଆସିବେ, ଆମ ସାନ ଭାଉଜ ବନେଇଦେବେ, ଖାଇକି ଖୁସି ହେଇକି ଯିବେ। ଦେଖନ୍ତୁ ଦେଖନ୍ତୁ ମରି ଆସିଲାନି, ଆଉ ଟିକେ ଟିକେ ହେଇଛି। ଆଜି ମାଆର ଟିଭି ନାହିଁ, ମାନେ ଆମର ଟିଭି ସେ କେବୁଲରୁ ଆଣିଛନ୍ତି। ସାନ ଭାଉଜଙ୍କର ତାଙ୍କର ହେଉଛି କ'ଣ ସେଟା କହିଲେ ଆପଣଙ୍କର ଟାଟା ସ୍କାଏ, ଆଉ ସେଥିପାଇଁ ସାନ ଭାଉଜଙ୍କର ଟିଭି ଚାଲୁଛି, କିନ୍ତୁ ମାଆକୁ ମଝିଆ ଭାଇଙ୍କର ଟିଭି ଚାଲୁନି, କାରଣ ତାଙ୍କର କେବୁଲ। ଆଉ କେବୁଲ ତ କାଟି ଦେଇଛି। ମୁଁ 2 ଥର ଫୋନ୍ କଲିନି, କି ବାଇକ୍ରେ ଆସିଲାନି। ମୁଁ 2 ଥର ଫୋନ୍ କଲିନି, କିନ୍ତୁ ଫୋନ୍ ସେ ଉଠାଉନି। ଟିଭି ନାହିଁ ଯେ ମାଆ ପୁରା ଅନ୍ଧାର ଘରେ ବସିଛି। ଦେଖନ୍ତୁ ସାଙ୍ଗମାନେ ଏବେ ଖାଇବା ପାଇଁ ବସିଛି। ଟାଇମ୍ ଆସି 2ଟା। ଆମେ ଆଜି ସାଙ୍ଗ ହୋଇ ଭାଉଜ ସେପଟେ ଖାଉଛନ୍ତି। ଆଜି ଯେହେତୁ ମଙ୍ଗଳା ଯାତ୍ରା, ସେ ଅରୁଆ ଭାତ ଖାଉଛନ୍ତି, ଆଉ ମୋର ହେଉଛି ଉଷୁନା ଭାତ। ମୁଁ ତ ଅରୁଆ ଭାତ ସବୁବେଳେ ଭଲ ପାଏନି ଖାଇବାକୁ, ଭଲ ପାଏନି ଖାଇବାକୁ। ଆଉ ଚାଲନ୍ତୁ ଆମର କ'ଣ ଖାଇବା ହେଇଛି ମୁଁ ଆପଣମାନଙ୍କୁ ସେୟାର କରୁଛି। ଦେଖନ୍ତୁ ସ୍ପେଶାଲ ହେଇଛି ଗରମ ଭାତ, ଇଏ ହେଉଛି ପିଠାଡ଼ିଆ ତରକାରୀ, ଆଳୁ ପିଠାଡ଼ିଆ, ଟମାଟୋ, କଖାରୁ, ବାଇଗଣ ପଡ଼ିକି ଇଏ ପିଠାଡ଼ିଆ ତରକାରୀ। ଇଏ ହେଉଛି ମିଲିମିକର ଆଳୁ ଝୋଳ। ଦେଖନ୍ତୁ କେମିତି ହେଇଛି ଝୋଳ, ଚିକେନ୍ ଝୋଳ ଫିକା ପଡ଼ିଯିବ ତା ଆଗରେ। ଆଳୁ ମିଲିମିକର ଝୋଳ, ମଟନ୍ ଝୋଳ ବି ଫେରେଇ ଦେଇ ଖାଇଦେବ। ଆଉ ଇଏ ହେଉଛି ଆଳୁ ପୁସ୍ତକ, ଆଉ ଇଏ ହେଉଛି ପତ୍ର ଖଡ଼ା ଶାଗ, ଖଡ଼ା ପତ୍ର ଶାଗ। ଦେଖନ୍ତୁ କେମିତି ହେଇଛି ସାଙ୍ଗମାନେ ପ୍ଲିଜ୍ କମେଣ୍ଟ କରିବେ। ଆଉ କେଉଁମାନେ ଖାଇବେ ଆମ ଘରକୁ ଜଲ୍ଦି ଜଲ୍ଦି ଆସନ୍ତୁ। କିଛି ୟୁଟ୍ୟୁବର ଭାଇ ଭଉଣୀମାନେ କମେଣ୍ଟ କରୁଛନ୍ତି, ଦିଦି ଆମେ ତୁମ ଘରକୁ ଯିବୁ, ବଢ଼ିଆ ବଢ଼ିଆ ଖାଇବା ଖାଇକି ଆସିବୁ। ଆସନ୍ତୁ ଆମ ଘରକୁ, ଖାଇକି ଆରାମସେ ଯିବେ। ଦେଖନ୍ତୁ ଭାଉଜ ଖାଇ ବସୁଛନ୍ତି, ମୁଁ ଏବେ ଖାଇବି। ଆଉ ଚାଲନ୍ତୁ ଫଟାଫଟ ଖାଇକି ଟିକେ ରେଷ୍ଟ ନେବା। ଆଜି ତ ଭିଡ଼ିଓ ବନଉନି, ଆଜି ଖାଇଦେବି। ଆପଣମାନେ ଦେଖନ୍ତୁ, ଭଲ ପାଇବା ଦିଅନ୍ତୁ। ଆଉ ଖରା ତ ପ୍ରବଳ। କାଲି ତ ବର୍ଷା ଏମିତି ଆସିଲା ଯେ ସନ୍ଧ୍ୟାବେଳକୁ ବିଜୁଳି ଘଡ଼ଘଡ଼ି, ଘଡ଼ଘଡ଼ି ଯୋଉଟା ବିଜୁଳି ଅଲଗା ନାଁରେ କୁହ, ଘଡ଼ଘଡ଼ି ବିଜୁଳି ଏକା। ଘଡ଼ଘଡ଼ି ବିଜୁଳି, ଆଉ ତାପରେ ପବନ ଏମିତି ହେଲା ଯେ ଲାଇନ୍ କଟିଗଲା। ରାତି 1:30 2ଟା ପରେ ଆସିଲା ଲାଇନ୍। ତାପରେ ସବୁ ଗଛରୁ ଆମ୍ବ ଝଡ଼ି ଯାଇଛି, ଯାହାର ଯାହା ଗଛରୁ ବେଲ, ଯାହାର ଯାହା ସବୁ ଝଡ଼ି ଯାଇଛି। ଅମୃତଭଣ୍ଡା ଗଛ ଭାଙ୍ଗି ଯାଇଛି, କଦଳୀ ଗଛ ଭାଙ୍ଗି ଯାଇଛି। ଆମର ତ ମକା ତ କରିଥିଲୁ ଶୋଇପଡ଼ିଛି। ଆପଣମାନଙ୍କୁ କେତେବେଳେ ସେୟାର କରିବି ଦେଖିବେ। ଆଉ ଚାଲନ୍ତୁ ଫଟାଫଟ ଖାଇକି ରେଷ୍ଟ ନେବା। ପବନ ଏତେ ଜୋରସରେ ଆସିଲା ଯେ ଆମ ବାଡ଼ି ଘର ସବୁ ନଷ୍ଟ କରିଦେଲା। କଦଳୀ ଗଛ ଭାଙ୍ଗିଗଲା, ମକା ଗଛ ଶୋଇପଡ଼ିଲା, ଆଉ ଶାଗ ଗଛଟା ତ ପୁରା ଛୁଇଁଦେଲା, କ'ଣ ପୁରା ବାହାରି ଆସୁଛି। ମାନେ ଏତେ ବର୍ଷା କାଲି ହେଲା ଯେ ଭାଇ ତ ଡ୍ୟୁଟି ଗଲା, ସେ ଆସିଲା ପୁରା ରାତି 10ଟା, କାରଣ ବର୍ଷାରୁ ପବନ ହେଲା। ସେ ଆସିପାରିଲାନି 9ଟାରେ ଛୁଟି, ଆସିପାରିଲାନି। ବାପା ତ ଯାଇଥିଲେ ସେ କୁଆଡ଼େ, ସିଏ ବି ଅଟକି ରହିଲେ ରାତି 10ଟା। କାଲି ଯେଉଁ ଘଡ଼ଘଡ଼ି ବର୍ଷା, ବାପରେ ବର୍ଷା ଦିନେ ବର୍ଷା ଏମିତି ହୁଏ, ଏତେ ବର୍ଷା ବାପରେ ବାପରେ। ଘର ଦ୍ୱାର ଖାଲି ଅପରିଷ୍କାର ହେଇଗଲା, ଧୂଳି। ଆଉ ଆଜି ଘର ଦ୍ୱାର ସବୁ ସଫା ହେଲା, ରାତି ଗୋଟେ ସଫା ହେଇଥିଲା। ଏମିତି ଆଉ ଚାଲନ୍ତୁ ଯିବା ଖାଇବା, ଭୋକିଲାନି। ଦେଖନ୍ତୁ ସାଙ୍ଗମାନେ ଏବେ ଖାଇ ପିଇକି ବାସନ ଧୋଇକି ଆସିଲି। ଭାଉଜ ଏତେ ସବୁ ସଫା କରନା ଶୁଖେଇ ଦେଇଛନ୍ତି। ଦେଖନ୍ତୁ ତାରରେ ଲୁଗାପଟା ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଖରା ତ ପ୍ରବଳ, 2 ତାରରେ ପୁରା ଫୁଲ୍ ଲୁଗାପଟା।
ସେପଟେ ଆଞ୍ଚ ରଖା ହେଇଛି ରୋଷେଇ ସରିକି। ଆଉ ଆପଣମାନଙ୍କୁ ଗୋଟେ ଜିନିଷ ଦେଖୁଛୁ, କାଲି ଯେଉଁ ବର୍ଷା ହେଇଛି ଆମର ଆମ୍ବ ଗଛ ଦୁଇଟା ଆମ୍ବ ଝଡ଼ି ପଡ଼ିଥିଲା। ଆଉ ଅଳ୍ପ ଆମ୍ବ ଘରେ ଅଛି। ଆଉ ବାପା ଏବେ ଯାଇଥିଲେ ବାଡ଼ି ଆଡ଼େ ଯେ ଧରିକି ଆସିଛନ୍ତି, ଚାଲନ୍ତୁ ଦେଖୁଛୁ।